ବର୍ଷର ହାର୍ଦ୍ଦିକ ଶୁଭକାମନା ସମସ୍ତଙ୍କୁ ଜଣାଉଛି। ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ କଟପାଟ ତରଫରୁ ଆମେ ବିଭିନ୍ନ ପ୍ରକାର ପିଠା ପଣା ଏବଂ ଝଟି କାର୍ଯ୍ୟକ୍ରମ ତଥା ୟାର ଯେଉଁ କମ୍ପିଟିସନ୍ କରାହେଇଥିଲା ଏଥିରେ ପାଖାପାଖି 35ରୁ 40 ଏସ୍ଏଚ୍ଜି ମା ମାନେ ଯୋଗଦାନ କରିଥିଲେ ଏବଂ ତାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପିଠା ପଣା ଏବଂ ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଓଡ଼ିଆ ଖାଦ୍ୟଦ୍ରବ୍ୟ ପରିବେଷଣ କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମର କୋରାପୁଟ ଅଞ୍ଚଳର ମାଣ୍ଡିଆ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ମିଠା ଦ୍ରବ୍ୟ ମଧ୍ୟ ସେମାନେ ନେଇକି ଆସିଥିଲେ, ଯାହା ଖାଇବା ପାଇଁ ବହୁତ ସୁସ୍ୱାଦୁ ଏବଂ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱରେ ମଧ୍ୟ ପରିପୂର୍ଣ୍ଣ ଅଟେ। ତା ସହିତ ଚକୋଲେଟରୁ ମଧ୍ୟ ପିଠା ତିଆରି କରିକି ଆଣିଥିଲେ, ସେଇଟା ମଧ୍ୟ ବହୁତ ଅଭିନବ ପ୍ରୟାସ ହେଇଛି ଏବଂ ଏଠାରେ ଦହିବରା ଏବଂ ପଣା ବହୁତ ସୁସ୍ୱାଦୁ ଏବଂ ବିଭିନ୍ନ ଫ୍ଲେଭରର ସେମାନେ ପରିବେଷଣ କରିଛନ୍ତି। ଆମେ ଝଟି ମଧ୍ୟ ବିଭିନ୍ନ ପ୍ରକାର ଲକ୍ଷ୍ମୀପାଦ ଏବଂ ପଦ୍ମ ଆଙ୍କିକି ବହୁତ ସୁନ୍ଦର ଭାବରେ ସେମାନେ ଆଜି ପରିବେଷଣ କରିଛନ୍ତି, ଯାହାକୁ ତାଙ୍କର ବିଭିନ୍ନ ପ୍ରକାର ତାଙ୍କର ଯେଉଁ କୁଶଳତା ଅଛି ସେହା ମଧ୍ୟ ଦେଖେଇଛନ୍ତି। ଆଜି ଓଡ଼ିଆ ପକ୍ଷ ଦିବସର ଶେଷ ଦିବସ। ଆଜି ଦୀର୍ଘ 14 ଦିନ ହେଲା ଆମର ଏନ୍ଏସିରେ ଓଡ଼ିଆ ପକ୍ଷ ଦିବସ ପାଳନ କରି ଆସୁଛୁ। ସ୍ୱଚ୍ଛତା ପ୍ଲସ୍ ଆମର ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ କରାହେଇଛି। ୱାର୍କାର୍ଡର ପ୍ରଧାନମନ୍ତ୍ରୀ ୱାର୍କାର୍ଡର ଯୋଜନା ବି ଆମେ କାଲି 100 ଖଣ୍ଡେ ଦିଆହେଇଛି। ଏମିତି ଡେଇଲି 14 ଦିନ ପ୍ରତ୍ୟେକ ପ୍ରୋଗ୍ରାମ ଆମର ଏନ୍ଏସି ତରଫରୁ ହେଇଛି। ଯାହା ହଉ ସରକାରଙ୍କର ଯେଉଁ ଆଦେଶ କ୍ରମେ ଆମେ 14 ଦିନ ଦୀର୍ଘ 14 ଦିନ ହେଲା ପ୍ରତ୍ୟେକ ଦିନ ଗୋଟେ କାର୍ଯ୍ୟକ୍ରମ